ଯେତେବେଳେ ଦିଲ୍ଲୀରେ ମୁଗଲ ମାନଙ୍କର ଶାସକ ଔରଙ୍ଗଜେବ ଥିଲା ସେତେବେଳେ ହିନ୍ଦୁ ଧର୍ମକୁ ସେ ବହୁତ ଘୃଣା ଦୃଷ୍ଟିରେ ଦେଖୁଥିଲା। ହିନ୍ଦୁକୁ ଦେଖିଲା ମାନେ ତା ମୁଣ୍ଡ ବଥା ହବ, ଯେମିତି ଫିଲ୍ମ ଜଗତରେ ହିରୋ ମାନଙ୍କୁ ଦେଖିଲେ ଅମରେଶ ପୁରୀ ପୁରା ମୁଣ୍ଡ ବଥା ହେଇଯାଏ, ମାନେ ଏମିତି ଗୋଟେ ଖଳନାୟକ ଥିଲା। ଆଉ ମାନେ ହିରୋ ବି ତାକୁ ଡରୁଥିଲେ, ମାନେ ଏତେ ଖତରନାକ ଖଳନାୟକ। ଡିଟୋ ସେଇଭଳିଆ ଔରଙ୍ଗଜେବ ହିନ୍ଦୁ ମାନଙ୍କୁ ଦେଖିଲା ମାନେ ତା ମୁଣ୍ଡ ଖରାପ ହେଇଯାଏ। ସେଇଥିପାଇଁ ତାକୁ ବହୁତ ଲୋକ ତାକୁ ବିରୋଧ ବି ବିଦ୍ରୋହ କଲେ ତା ବିରୁଦ୍ଧରେ। ସେଇ ସମୟରେ ଏଠି ମରାଠା ମାନଙ୍କର ଜଣେ ଡେଞ୍ଜରିୟସ ରାଜା ଥିଲା, ତା ନାଁ ହଉଛି ଶିବାଜୀ। ବାପ ରେ ବାପ, ଏତେ ଖତରନାକ ରାଜା, ଇଏ ମୁଗଲ ମାନଙ୍କୁ ପାଣି ପିଇକି ଛଡେଇ ଦଉଥିଲା, ମାନେ ଏତେ ଖତରନାକ। ଆଜି ବି ମାନେ ଶିବାଜୀକୁ ପୁରା ଜୟ ଜୟକାର କରାଯାଏ। ତାଙ୍କ ପୁରା ଯେମିତି ବୀର ଯିଏ, ବିଦ୍ୱାନ ବି ଥିଲେ, ବହୁତ ଦକ୍ଷତା ତାଙ୍କ ପାଖରେ ଥିଲା। ସେଇଥିପାଇଁ ସେ ସମୟରେ ମୁଗଲ ମାନେ ଶିବାଜୀକୁ ହରେଇ ପାରୁନଥିଲେ। କିନ୍ତୁ ଶିବାଜୀ ଯେତେବେଳେ ଚାଲିଗଲେ ତାଙ୍କର ଦୁଇଟା ପୁଅ ଥିଲେ, ଜଣଙ୍କ ନାଁ ହଉଛି ଶମ୍ଭୁଜୀ ଆଉ ଜଣଙ୍କ ନାଁ ହଉଛି ରାଜାରାମ। ସେତେବେଳେ ଶମ୍ଭୁଜୀକୁ କଣ କଲେ, ନେଇକି ହତ୍ୟା କରିଦେଲେ ମୁଗଲ ମାନେ। କାହାକୁ ହତ୍ୟା କରିଦେଲେ ଭଲିକି ମନେ ରଖିବ, କାହାକୁ ହତ୍ୟା କରିଦେଲେ, ଶମ୍ଭୁଜୀକୁ ହତ୍ୟା କରିଦେଲେ। ଯେତେବେଳେ ଶମ୍ଭୁଜୀକୁ ହତ୍ୟା କରିଦେଲେ ମୁଗଲ ମାନେ ସେତେବେଳେ ଦେଖିଲେ ଇଆର ଗୋଟେ ପୁଅ ଅଛି, ତା ନାଁ ହଉଛି ସାହୁଜୀ। ଏଟାକୁ ଯଦି ଏମିତି ଖୋଲା ଛାଡିଦବା ଇଏ ଷଣ୍ଢ ଭଳିଆ ବୁଲିବ, ଲାଷ୍ଟ ବେଳେ ଆମକୁ ସିଂହ ମାରିବ। ଗୋଟେ କାମ କରିବା, ଏଟାକୁ ନେଇକି ଜେଲରେ ରଖିଦବା, ନା ବାଉଁଶ ଥିବ ନା ବଇଁଶୀ ବାଜିବ। ମାନେ କେତେ ଖତରନାକ ଚିନ୍ତାଧାରା ଥିଲା ସେତେବେଳେ। ତାପରେ ଔରଙ୍ଗଜେବର ମୃତ୍ୟୁ ହେଇଗଲା। ଯେତେବେଳେ ଔରଙ୍ଗଜେବର ମୃତ୍ୟୁ ହେଇଗଲା ସେତେବେଳେ ମରାଠା ମାନେ ଧୀରେ ଧୀରେ ଶକ୍ତିଶାଳୀ ହେବା ଆରମ୍ଭ କଲେ। ପୁରା ରାଗିକି ଏମାନଙ୍କ ପୁରା ନିଆଁ, ଆମ ଲିଡରକୁ ନେଇକି ଥାନାରେ ରଖିବେ, କାରାଗାରରେ ରଖିବେ, ଆମେ ଛାଡିବୁ। ଦଳ ବଳ ହେଇଗଲେ ସାହୁଜୀକୁ ମୁକୁଳେଇ ଆଣିଲେ। କାହାକୁ ମୁକୁଳେଇ ଆଣିଲେ? ସାହୁଜୀକୁ। କିନ୍ତୁ ପ୍ରୋବ୍ଲେମ ଏଇଠି ଷ୍ଟାର୍ଟ ହେଲା। ଯେତେବେଳେ ସାହୁଜୀକୁ ମୁକୁଳେଇକି ଆଣିଲେ ସେତେବେଳେ ଶିବାଜୀର ଆଉ ଜଣେ ପୁଅ ଥିଲା, ତା ନାଁ ହଉଛି ରାଜାରାମ। ରାଜାରାମକୁ ରାଜା କରିଦେଲେ। ଯେତେବେଳେ ରାଜାରାମକୁ ରାଜା କରିଦେଲେ, ଇଏ ସାହୁଜୀ ତା ମୁଣ୍ଡ ପୁରା ଖରାପ। ଆରେ ମୋ ବାପ ରାଜା ଥିଲା, ମୁଁ ରାଜା ହବା କଥା, ହୁ ଇଜ ଦ ଥାର୍ଡ ପର୍ସନ। ମାନେ ଏତେ ନିଆଁ ହେଇଗଲା ପୁରା ସାହୁଜୀ। ସାଙ୍ଗେ ସାଙ୍ଗେ ତାର ଜଣେ ପେଶୱା ଥିଲା, ପେଶୱା କହିଲେ ପ୍ରଧାନମନ୍ତ୍ରୀ, ସେ ସମୟରେ ପ୍ରଧାନମନ୍ତ୍ରୀକୁ ପେଶୱା କୁହାଯାଏ, ବାଲାଜୀ ବିଶ୍ୱନାଥ। ଇଏ ବହୁତ ଚାଲାକ ଥିଲା। ସାଙ୍ଗେ ସାଙ୍ଗେ ବାଲାଜୀ କହିଲା, ଆରେ ମୁଁ ଥାଉ ଥାକେ ଏ କଣ ରାଜା ହବ? ମୋ ବାପା ରାଜା ଥିଲା, ମୁଁ ରାଜା ହବା କଥା, ଇଏ କଣ ରାଜା ହବ? ଏଇଠୁ ରାଜାରାମ ଆଉ ସାହୁଜୀ ଭିତରେ ଝଗଡା ଚାଲିଲା। ସାହୁଜୀ କହିଲା ମୁଁ ରାଜା ହେବି, ରାଜାରାମ କହିଲା ମୁଁ ରାଜା ହେବି। ରାଜାରାମ କହିଲା ମୁଁ ରାଜା ହେବି, ସାହୁଜୀ କହିଲା ମୁଁ ରାଜା ହେବି। ମାନେ କିଏ କନଫର୍ମ ହେଇପାରିଲାନି। କିନ୍ତୁ ବାଲାଜୀର ଚକ୍ରାନ୍ତରେ ବିଚରା ରାଜାରାମ ଫସିଗଲା, ଏଟାକୁ ହତ୍ୟା କରିଦେଲେ। ରାଜାରାମର ଜଣେ ପତ୍ନୀ ଥିଲା, ତା ନାଁ ହଉଛି ତାରାବାଇ। ତାରାବାଇ ବହୁତ ଜିଦ୍ଦି କରୁଥିଲା। ସ୍ୱାମୀର ହତ୍ୟା ଦେଖିକି ତା ମୁଣ୍ଡ ପୁରା ଖରାପ ହେଇଗଲା। କହିଲା ମତେ ରାଜ୍ୟ ଦରକାର, ମୁଁ ଯେମିତି ହେଲେ ସେ ରାଜ୍ୟକୁ ସମ୍ଭାଳିବି, ଆଉ ମୁଁ ଶାସନକର୍ତ୍ତା ରଖିବି। ତ ତାର ଗୋଟେ ଛୋଟିଆ ଛୁଆ ଥିଲା, ତା ନାଁ ହଉଛି ତୃତୀୟ ଶିବାଜୀ। ତୃତୀୟ ଶିବାଜୀକୁ କୋଲ୍ହାପୁର ଏରିଆରେ ଶାସନକର୍ତ୍ତା ଭାବରେ ସେ ଘୋଷଣା କରିଦେଲା। ଏ ଖବର ସାହୁଜୀକୁ ଲାଗିଗଲା। କହିଲା ଇରେ ହି, ୟାକୁ ସିନା ହତ୍ୟା କରିଦେଲେ, ଇଏ କଣ ତା ଛୁଆଟାକୁ ନେଇ ଗୋଟେ ଏରିଆର ଶାସନକର୍ତ୍ତା ହିସାବରେ ରଖିଦେଲାନି, କି ନାଇଁ? ତା ଭିତରେ ବାଲାଜୀ କହିଲା ଯା ଯା ଯା, ଇଏ ଷଡଯନ୍ତ୍ର କର, ନହେଲେ ହବନି। ତାରାବାଇ ସାହୁଜୀ ଭିତରେ ପୁଣି ଚାଲିଲା ଷଡଯନ୍ତ୍ର। ଯେହେତୁ ବାଲାଜୀ ବହୁତ ଚାଲାକ ଥିଲା, ୟାକୁ ବି ଷଡଯନ୍ତ୍ରରେ ଫସେଇଦେଲା। ଲାଷ୍ଟ ରାଜା କରିଦେଲା କାହାକୁ? ସାହୁଜୀକୁ। ଫାଇନାଲ ରାଜା ହେଲା ସାହୁଜୀ। କିନ୍ତୁ ସାହୁଜୀ ପଛପଟରେ ଜଣେ ଶାସନ କଲା, ତା ନାଁ ହଉଛି ବାଲାଜୀ। ବାଲାଜୀ ମାନେ ପୁରା ମାଷ୍ଟର ମାଇଣ୍ଡ ଖେଳିଲା, କେମିତି କଣ କରିବା, କେମିତି କଣ ନାହିଁ, ପୁରା ପ୍ଲାନିଂ ସବୁ ବାଲାଜୀ ଖେଳିଲା। ବାଲାଜୀ ପରେ ମରାଠା ମାନଙ୍କର ଶାସକ ପ୍ରଥମ ବାଜିରାଓ ହେଲା। ଯେତେବେଳେ ପ୍ରଥମ ବାଜିରାଓ ଶାସକ ହେଲା ସେତେବେଳେ ଜଣେ ଆଫଗାନିଆନ ଅହମ୍ମଦ ଶାହ ଅବଦଲୀ ତାର ଭାରତ ଉପରେ ନଜର ପଡିଲା। ଦେଖିଲା ମରାଠା ମାନଙ୍କର ଶକ୍ତି ଧୀରେ ଧୀରେ ଦୁର୍ବଳ ହେଇଯାଉଛି, ଏମାନେ ନିଜ ନିଜ ଭିତରେ ଷଡଯନ୍ତ୍ର ଆରମ୍ଭ କରୁଛନ୍ତି। ଏଇ ସୁଯୋଗ ନେଇକି 1761 ମସିହାରେ ସେ ଆଟାକ କରିଦେଲା ଭାରତ ଉପରେ। ବହୁତ ଫେମସ ଯୁଦ୍ଧ ହେଇଥିଲା, ତୃତୀୟ ପାନିପଥ ଯୁଦ୍ଧ କୁହାଯାଏ। ମନେ ରଖିବ, ତୃତୀୟ ପାନିପଥ ଯୁଦ୍ଧ କେବେ ହେଇଥିଲା? 1761 ମସିହାରେ। ସେତେବେଳେ ପ୍ରଥମ ବାଜିରାଓ ତା ନିଜ ଲୋକଙ୍କର ଚକ୍ରାନ୍ତରେ ନିଜେ ଫସିକି ଅହମ୍ମଦ ଶାହଠୁ ହାରିବାକୁ ପଡିଲା। ଲାଷ୍ଟ ବେଳକୁ ତାକୁ ପରାସ୍ତ ହେବାକୁ ପଡିଲା। ମନେ ରଖିଥିବେ, ପୃଥିବୀ ଏମିତିକା, ନା ଏଠି ଶକୁନିର ଅଭାବ, ନା ଏଠି ମନ୍ଥରାର ଅଭାବ। ଏଠି ତମକୁ ଶକୁନି ମିଳିଯିବ, ମନ୍ଥରା ବି ମିଳିଯିବ। ଅସଲ କଥା ହଉଛି ତମେ ଚିହ୍ନି ପାରିବା ଦରକାର।